ଦେଖନ୍ତୁ ପ୍ରଥମ କଥା ହେଲା ଅଚ୍ୟୁତ ସାମନ୍ତଙ୍କ ଭଳି ଜଣେ ଶିକ୍ଷାବିତ୍ ଏବଂ ସାମାଜିକ କର୍ମୀ ଭଲ ସମାଜ ସଂସ୍କାରକ ହିସାବରେ କୋଉ ପରିପ୍ରେକ୍ଷୀରେ କାହିଁକି ଏମିତି କହିଲେ ତା ତ ନିଶ୍ଚିତ ରୂପେ ଚିନ୍ତାର ବିଷୟ ନୁହେଁ, ବିତର୍କର ବିଷୟ। କିନ୍ତୁ କଥା ଉଠୁଛି ଯେ ଅଚ୍ୟୁତ ସାମନ୍ତ କଣ ମାନେ ଚିତ୍ରଗୁପ୍ତ, କିଏ ପାପ କରିଛନ୍ତି କିଏ ପୁଣ୍ୟ କରିଛନ୍ତି ତାର ହିସାବ ନିକାଶ କରିବେ? ଏଇଟା ଭୁଲ ହେଲା। କଣ ମାନେ ଯୋଉମାନେ ଦିବ୍ୟାଙ୍ଗ ଅଛନ୍ତି ସେମାନେ ଭଗବାନଙ୍କ ଆଶୀର୍ବାଦ, ତେଣୁକରି ସିଏ କୋଉ ସ୍ପିରିଚୁଆଲ ଗୁରୁ ପାଖକୁ ଯାଇଥିଲେ ମୁଁ ଜାଣି ନାହିଁ, କିନ୍ତୁ ସ୍ପିରିଚୁଆଲିଜିମ ଟା କେବେ ବି ସୁପରଷ୍ଟିସନ। ଆପଣଙ୍କର ସ୍ପିରିଚୁଆଲିଜିମ ଟା ଯଦି ଅନ୍ଧବିଶ୍ୱାସ ହଉଛି ତାକୁ ଆମେ ଗ୍ରହଣ କରିପାରୁନା। ଏମିତି କହିବା ଦ୍ୱାରା ଯୋଉମାନେ ସ୍ପେଶାଲ ଚାଇଲ୍ଡ ଅଛନ୍ତି ସେମାନଙ୍କ ବାପା ମାଙ୍କ ଭିତରେ କଣ ବିତୁଥିବ, ତେଣୁ ସେମାନଙ୍କୁ ସ୍ପେଶାଲ କେୟାର ର ଆବଶ୍ୟକତା ରହିଛି, ସ୍ପେଶାଲ ଲଭ୍ ର ଆବଶ୍ୟକତା ରହିଛି କି ତାଙ୍କୁ ଏଭଳି ତାତ୍ସଲ୍ୟ କରିବା ବୋଧହୁଏ ଠିକ ହେଲା ନାହିଁ। କିନ୍ତୁ କୋଉ ପରିପ୍ରେକ୍ଷୀରେ ଆଉ କାହିଁକି ଏଭଳି ଅପମାନଜନକ ଶବ୍ଦ ସେ ବ୍ୟବହାର କଲେ ମତେ କାହିଁକି ଠିକ ଲାଗୁନାହିଁ। ଏବଂ ଅଚ୍ୟୁତ ସାମନ୍ତ ନିଜେ ମଧ୍ୟ ସ୍ୱୀକାର କରିଛନ୍ତି ଯେ ସିଏ ଭୁଲ କରିଛନ୍ତି ବୋଲି, ଏବଂ ତାଙ୍କର ଯୋଉ ଗଣମାଧ୍ୟମ ରହିଛି ସେ ଗଣମାଧ୍ୟମ ସାମ୍ନାକୁ ଆସିକି ସେ କ୍ଷମା ପ୍ରାର୍ଥନା କରିଛନ୍ତି। କିନ୍ତୁ କ୍ଷମା ପ୍ରାର୍ଥନା କରିଦେଲେ ଯେ ସବୁ କଥାର ସମାଧାନ ହୋଇଯାଏ ତା ନୁହେଁ। ମୂଳ ପ୍ରସଙ୍ଗ ହଉଛି ଯେ ଅଚ୍ୟୁତ ସାମନ୍ତ କି ପାପ କରିଥିଲେ ଯେ ବିଲ୍ ଗେଟ୍ସ ଭଳି ଲୋକକୁ ଏଠିକି ଡାକିକି ତା ସହିତ ତାଙ୍କର ସମ୍ପର୍କ ଅଛି, ଯିଏ 3000 ଥର ମେଲ ପଠେଇଛି ଏପଷ୍ଟିନ୍ କୁ ଏବଂ ଏପଷ୍ଟିନ୍ ସହିତ ତାଙ୍କର ଘନିଷ୍ଠତା ରହିଛି, ଏବଂ ସିଏ ଏସଟିଡି ବା ସେକ୍ସୁଆଲ ଟ୍ରାନ୍ସମିଶନ ଡିଜିଜ ରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ ସହିତ ତାଙ୍କର ସମ୍ପର୍କ ରହିଛି। ତେଣୁ ଇଏ କି ପ୍ରକାର ଅଚ୍ୟୁତ ସାମନ୍ତର ଇଏ କୋଉ ଜନ୍ମର ପାପ ଯେ ବିଲ୍ ଗେଟ୍ସ ସହିତ ତାଙ୍କ ସମ୍ପର୍କ ଅଛି? ଆମେ ତ ସେ କଥା କହୁନ। କିନ୍ତୁ ଏଇ ଯୋଉ ସ୍ପେଶାଲ ଚାଇଲ୍ଡଙ୍କ ଉପରେ ଏଭଳି ମତ ବା ମନ୍ତବ୍ୟ ଦବା ବିଲକୁଲ ମାନେ ଦୁର୍ଭାଗ୍ୟଜନକ। ଶୁଣନ୍ତୁ, ମୁଁ ଏଥିରେ ଆଦୌ ବିଶ୍ୱାସ କରୁନାହିଁ। ମୁଁ ସେଇଥିପାଇଁ ବାରମ୍ବାର କହୁଛି ଯେ ଅଚ୍ୟୁତ ସାମନ୍ତଙ୍କ ଭଳି ଜଣେ ବୁଦ୍ଧିଜୀବୀ, ଶିକ୍ଷାବିତ୍, ସମାଜସେବୀ ଏଭଳି ଶସ୍ତା ମନ୍ତବ୍ୟ କେମିତି ଦେଲେ ତା ନିଶ୍ଚିତ ରୂପେ ଚିନ୍ତାର ବିଷୟ। ଆଉ ମୁଁ ବାରମ୍ବାର କହିଛି ସିଏ କୋଉ ପାପ କରିଥିଲେ, କୋଉ ଜନ୍ମର ପାପ ପାଇଁ ତାଙ୍କର ବିଲ୍ ଗେଟ୍ସ ସହିତ ସମ୍ପର୍କ, ଯିଏ ମାନେ ସାରା ବିଶ୍ୱକୁ କରୋନା ଭଳି ରୋଗରେ ଆକ୍ରାନ୍ତ କରିବା ପାଇଁ ଷଡ଼ଯନ୍ତ୍ର କରିପାରନ୍ତି, ତାଙ୍କ ସହିତ ଇଏ କୋଉ ଜନ୍ମର ପାପ ପାଇଁ ତାଙ୍କ ସହିତ ତାଙ୍କର ସମ୍ପର୍କ ଅଛି, ସେ ବିଷୟରେ କହିବେ? ତେଣୁ ଏଭଳି ମନ୍ତବ୍ୟ ଦବା ଉଚିତ ହେଲା ନାହିଁ ବୋଲି ମୁଁ ଭାବୁଛି। ଦେଖନ୍ତୁ, ସବୁଠୁ ବଡ ଭୁଲ ହଉଛି ଯେ ବିଜୁ ଜନତା ଦଳର ଏକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି। ଯେତେବେଳେ ରାଜ୍ୟସଭାକୁ ଜଣେ ବ୍ୟକ୍ତିକୁ ପଠାଯାଉଛି ସେତେବେଳେ ରାଜ୍ୟର ସ୍ୱାର୍ଥକୁ ସେ ଉପେକ୍ଷା କରିଛନ୍ତି। ସେତେବେଳେ ବିଜୁ ଜନତା ଦଳ ସରକାର ଥିଲା ଏବଂ ବିଜୁ ଜନତା ଦଳ ସମର୍ଥନରେ ବୈଷ୍ଣବ ବାବୁ ଯାଇଛନ୍ତି କେନ୍ଦ୍ରକୁ ଏବଂ ସେଠୁ ଯାଇକି ସେ ରେଲୱେ ମିନିଷ୍ଟର ହେଇଛନ୍ତି। ଯଦି ଏଇଠୁ ଯାଇକିରି ଓଡିଶା ପ୍ରତି ତାଙ୍କର କୌଣସି ଆନ୍ତରିକତା ରହିବ ନାହିଁ, ଓଡିଶା ଲୋକଙ୍କ ପ୍ରତି କୌଣସି ଆନ୍ତରିକତା ରହିବ ନାହିଁ, ତାହେଲେ ଆପଣ କଣ ବୁଝିବେ? ଇଏ ଡବଲ ଇଞ୍ଜିନ ସରକାର ନା ଡବଲ ଶୋଷଣକାରୀ ସରକାର? କୋଉଠି ନା କୋଉଠି ସବୁ କ୍ଷେତ୍ରରେ, ଖାଲି ରେଲୱେ କାହିଁକି, ସବୁ କ୍ଷେତ୍ରରେ ଓଡିଶାକୁ ଅଣଦେଖା କରାଯାଉଛି, ସବୁ ବଜେଟରେ କମ କରାଯାଉଛି, ରେଭିନ୍ୟୁ କୋଉଠି ନା କୋଉଠି କମେଇବା ପାଇଁ ଏକ ଷଡଯନ୍ତ୍ର କରାଯାଇଛି। ଇଏ ତମାମ ଘଟଣା ତ କେନ୍ଦ୍ରରେ ଯୋଉ ସରକାର ଅଛି ଦିଲ୍ଲୀ ଇଞ୍ଜିନ, ସିଏ କଣ ପାଇଁ ଏ ଇଞ୍ଜିନକୁ ସହାୟତା ପରିବର୍ତ୍ତେ ଏ ଇଞ୍ଜିନକୁ ଖରାପ କରିକି ନଷ୍ଟ କରିବାକୁ ବସିଲାଣି। ଏ ଇଞ୍ଜିନକୁ ମାନେ ଚାଲୁ କରିବା ପାଇଁ କୌଣସି ପରମିଶନ ବି ଦିଆଯାଉ ନାହିଁ। ତେଣୁକରି ଡବଲ ଇଞ୍ଜିନ ସରକାର ଆସିଲା, ଲୋକ ଭାବିଥିଲେ ଡବଲ ଇଞ୍ଜିନ ସରକାରରେ ସେମାନଙ୍କର ବିକାଶ ହବ, ସାମଗ୍ରିକ ବିକାଶ ହବ, କିନ୍ତୁ ଆମେ ଦେଖୁଛୁ ବିକାଶ ବଦଳରେ ସାମଗ୍ରିକ ବିନାଶ ହେଇଯାଇଛି ଦିନକୁ ଦିନ। ଏ ତ ସ୍ପଷ୍ଟ କଥା।